ଭଦ୍ରାସାହି ଗୁଆଲି ରାସ୍ତା ପାଲଟିଛି ମରଣ ଯନ୍ତା। ପ୍ରତିଦିନ ଘଟୁଛି ଦୁର୍ଘଟଣା। ନୀରବ ଦ୍ରଷ୍ଟା ପ୍ରଶାସନ। କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ସଡ଼କ ଦୁର୍ଘଟଣାରେ ଅନେକ ନିରୀହ ଲୋକଙ୍କ ଜୀବନ ଯାଉଛି। ଭଦ୍ରାସାହି ଠାରୁ ଗୁଆଲି ମଧ୍ୟରେ ପ୍ରତିଦିନ ରାସ୍ତାର ଦୁଇ ପାର୍ଶ୍ୱରେ ବେଆଇନ ଭାବେ ଗାଡ଼ି ପାର୍କିଂ ପାଇଁ ରାସ୍ତାଟି ସବୁ ସମୟରେ ଜାମ୍ ରହୁଥିବା ଦେଖାଯାଉଛି। ରାସ୍ତା କଡ଼ରେ ବେଆଇନ ପାର୍କିଂ ପାଇଁ ଆଜି ରୁଗୁଡ଼ି ସ୍ଥିତ ଶ୍ରୀ ମେଟାଲିକ୍ସ ପ୍ଲାଣ୍ଟ ନିକଟରେ ଗୋଟିଏ ହାଇୱା ଟ୍ରକ୍ ନମ୍ବର OD14 AC 7958 ଅନ୍ୟ ଏକ ଟ୍ରକ୍କୁ ପଛପଟୁ ଧକ୍କା ଦେବାରୁ ହାଇୱା ଡ୍ରାଇଭର ଗୁରୁତର ଆହତ ଅବସ୍ଥାରେ ଟ୍ରକ୍ ଭିତରେ ଚାପି ହୋଇ ରହିଥିଲେ। ତାଙ୍କୁ ବୁଦ୍ଧିଜୀବୀ ସୁରେଶ ମହକୁଡ଼ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ବଡ଼ବିଲ ଡାକ୍ତରଖାନାକୁ ନିଆଯାଇଥିବା ଜଣାପଡ଼ିଛି। ସେହିପରି ଭଦ୍ରାସାହି ନିକଟରେ KN ରାମଖଣି ନିକଟରେ ତିନୋଟି ଟ୍ରକ୍ ମଧ୍ୟରେ ଦୁର୍ଘଟଣା ଘଟି ଜଣେ ଡ୍ରାଇଭର ଗୁରୁତର ଆହତ ହୋଇ ବଡ଼ବିଲ ମେଡିକାଲକୁ ପଠାଗଲା। ଏଠାରେ ଜାତୀୟ ରାଜପଥକୁ ଲାଗି ଅନେକ ସରକାରୀ ବେସରକାରୀ ଖଣି କମ୍ପାନୀ ଓ କାରଖାନା ଥିବାରୁ ଅନେକ ଟ୍ରକ୍ ପରିବହନ କାର୍ଯ୍ୟ ପାଇଁ ରାସ୍ତା କଡ଼ରେ ପାର୍କିଂ କରି ରାସ୍ତା ଅବରୋଧ କରୁଥିବା ଅଭିଯୋଗ ହେଉଛି।